କୌଣସି ଶିଷ୍ୟ ଇଚ୍ଛା କଲେନି ସାଧନା କରିବା ପାଇଁ। ନାଇଁ କିଛି ନାହିଁ, ସେ ଆଉ ଗୋଟେ ପିଲାଳିଆ ବାବାଜୀ ତାକୁ ମୁଁ ତାର ଦେଖିଥିଲି ସେତେବେଳେ, ମାନେ ସେତେବେଳେ ମୋର ଠାରୁ ବୟସରେ ବଡ ହବ। ସେଟା ଗୋଲ ମୁହଁ ହେଇକି ଗୋଟେ ଟୋକାଟେ ଥିଲା। ସେ କେବଳ ଖାଲି ମାଂସ ଗୁଡିଏ ଖାଇବା ପାଇଁ ତାର ଲୋଭ ପ୍ରବଳ। ଖାଦ୍ୟ ଉପରେ ଲୋଭ। ହଁ, ସେ ଯୋଉ ଲୋକମାନେ ଡାକନ୍ତି ବାବାଙ୍କ ଶିଷ୍ୟ ଫିଷ୍ୟ ବୋଲି ଯିଏ ଡାକନ୍ତି, ସେ ଦେଖିଲି ଗରିବ ଘରୁ ଯାଇଛନ୍ତି ମାନେ ପୁରା ଖାଇବେ ଖାଲି ଆଉ। ମୁଁ ଜାଣିଲି ସେମାନଙ୍କ ସ୍ୱଭାବ, ମୁଁ କହିଲି ଏଇ ଟାଇପ ର ଲୋକ। ବାବାଙ୍କର ସେମିତି ନଥିଲା, ବାବାଙ୍କୁ ଯିଏ ଯାହା ଦେଲା ବାବା ଖାଇଦେବେ। ମୁଁ ତ ଶିଷ୍ୟମାନଙ୍କୁ ପ୍ରବଳ ବିରୋଧ କରେ। କୌଣସି ସବୁ ଶିଷ୍ୟଙ୍କ ସାଙ୍ଗରେ ମୋର ମୋଟେ ମିଳାମିଶା ନଥାଏ, କାହା ସାଙ୍ଗରେ କଥାବାର୍ତ୍ତା ବି କରେ ନା। ବାବା କେବେ କହନ୍ତିନି ଅମୁକ ଖାଦ୍ୟ କର, ଅମୁକ ଜିନିଷ ଦରକାର, ସେ କେବେ କହିନା। ନା ନା, ସେ ଜିନିଷ ନାହିଁ। ତାଙ୍କ ଜୀବନରେ ବି କେବେ ସେ ତାଙ୍କ ଜୀବନରେ ସେ କେବେ କହିନାହାନ୍ତି। ନା, ଏଟା ସତ। ଝୁଦଲ ତାଙ୍କ ଆପଣ ତାକୁ ଯାହା ରୋଷେଇ କରିଦେଇଥିବେ ସେ ଦେଇଦେଲେ ସେ ଖାଇଦେବେ। ପିତା ହଉ ମିଠା ହଉ କଷା ହଉ ତାଙ୍କର କିଛି ଆସ ନାହିଁ। ନା, ତାଙ୍କର କୌଣସି ପ୍ରକାର କାମନା ନାହିଁ। ଏଇ ଯୋଉ ମାଛ ମାଂସ ବାବା ଖାଆନ୍ତି, ମାଛ ମାଂସ କଣ ବାବା କେବେ କାହାକୁ କହିଛନ୍ତି ମତେ ମାଛ ମାଂସ ନା କରିକି ଦିଅ? ନା, କାହାକୁ କହନ୍ତି ନାଇଁ। ତାପରେ ସେ ଯୋଉ ଖାଇବା କଥା କୁହନ୍ତି, ସେ ମୋଟେ ନୁହେଁ, ଖାଲି ଟିକେ ଖାଲି ହାତରେ ମାରି ଦିଅନ୍ତି ସଇଲା କାମ। ତେଣୁ ସେ ଯୋଉ ତାଙ୍କୁ କରନ୍ତି, ସେ ଯୋଉ ଲୋକ ଯିଏ ଯାହା ରୋଷେଇ କରନ୍ତି ତାଙ୍କୁ ଦେଇଦେଲେ ସେ ଖାଇଦିଅନ୍ତି ଆଉ କଣ। ହଁ, ଅବଧୂତ କର୍ମ ତ, କାହାକୁ ମନା କରନ୍ତି ନାଇଁ। ତେଣୁ ସେ ସେଇ ପ୍ରକାର ସେ ଥିଲେ, ସେ କଣ ତମକୁ କହିଛନ୍ତି ମାଛ ମାଂସ କରିକି ଖାଅ ବୋଲି? ନା, ସେ କାହାକୁ କହନ୍ତି ନାହିଁ। ଇଏ ସବୁ ଗୋଟେ ରାସ୍ତା ବାହାର କଲେ, ଯେ ବାବା ଖାଉଥିଲେ ଆମେ ଖାଇବୁ। ସେ ଗୋଟେ ଅନୁକରଣ ଅନୁସରଣ, ସେ ଅନୁସରଣ କରିକି ତଳକୁ ଯିବେ ଆଉ। ବାବା ଖାଉଥିଲେ ତମେ ଖାଇବ, ବାବା ଯୋଉ ଷ୍ଟେଜକୁ ଯାଇଥିଲେ ତମେ କଣ ସେଇ ଷ୍ଟେଜକୁ ଯାଇଛ? ସେ ଷ୍ଟେଜକୁ ଯାଇକିରି ସେଇଟା କଲେ ଠିକ ହବ। ଶଙ୍କରାଚାର୍ଯ୍ୟ ଯାଉଥିଲେ ରାସ୍ତାରେ। ଆଚ୍ଛା। ତେଣୁ ଗୋଟେ ଶୁଦ୍ରଟେ ତା କିଛି ଖାଦ୍ୟ ନେଇକି ଯାଉଥିଲା। ସବୁ ଶୁଦ୍ର କି ଚଣ୍ଡାଳ କିଏ କଣ ଥିଲା, ଶଙ୍କରାଚାର୍ଯ୍ୟ ବହୁତ ଭୋକ ଲାଗିଲା ତାକୁ ଖାଇଦେଲେ। ତାଙ୍କ ଶିଷ୍ୟ ମାନେ ମଧ୍ୟ ସେ ଖାଦ୍ୟ ନେଇ ସବୁ ଖାଇଦେଲେ। ଖାଇଦେଲା ପରେ ଶଙ୍କରାଚାର୍ଯ୍ୟ କିଛି ବାଟ ଗଲା ପରେ ଗୋଟେ ଇଏଟା କଣ ଯୋଉ କଂସାରୀଟା କଂସାଟାକୁ ଆଉଟୁଛି। ଶଙ୍କରାଚାର୍ଯ୍ୟ ସେଥିରୁ ଗୋଟେ ଗିନାଏ ନେଇ ପିଇଦେଲେ। ତାଙ୍କ ଶିଷ୍ୟମାନେ ଆଉ ଗଲେନି, ପିଉନ। ସେଠି ମୁଁ ଖାଦ୍ୟ ଖାଇଥିଲି, ମୁଁ ଶୋଷ ହେଲା ଏଠି ପାଣି ପିଇଲି, ତୁମେ ପିଅ। ସେମିତି ଗୁରୁ କୋଉ ସେଇଆ, ସ୍ଥିତିରେ ଗୁରୁ ଯାହା କରୁଛନ୍ତି ଆମେ ତାହା କରିବା, ଏଇଟା ଏକଦମ ଭୁଲ। ଗୁରୁ ଯାହା କହୁଛନ୍ତି ସେଇଆ କର। ନାଇଁ, ଗୁରୁ ଯୋଉ କାମ କରୁଥିଲେ, ବାବାଙ୍କର ମୁହଁ ଖୋଲିଲେ କଣ ଗୋଟେ ଚମତ୍କାର ହେଇଯାଉଥିଲା। ସେମିତି ତମେ କରିକି ଦେଖାଅ। ମୋ ମୁହଁ ଖୋଲୁ ଖୋଲୁ ଗୋଟେ ଚମତ୍କାର ହେଇଯାଉ। ଆମ ବାପା କହିଲେ, ଗୋଟେ ଲୋକଟେ ପ୍ରବଳ ଜ୍ୱରରେ ପଡିଥାଏ, ମାନେ ସେ ବହୁତ ରେଗୁଲାର ଜ୍ୱର ହୁଏ। ଆଗେ ଏ ପ୍ରକାର ଚିକିତ୍ସା ନଥିଲା, ଗରିବ ଲୋକଙ୍କ ଘରେ ପଇସା ପତ୍ର ନଥିଲା, ଡାକ୍ତର ବି ବହୁତ ନଥିଲେ, କୋଉଠି ଡାକ୍ତରଖାନା ବହୁତ ଦୂରରେ ଥିଲା। ତଥାପି ସେଇ ପରିବାରଟି ଯାଇକି ବହୁତ କରିଥିଲେ। ସେମାନେ ଯୋଉ ଦୟା ବାବା ଆସିଥାନ୍ତି, ବାପାଙ୍କ ମନେ ଥିଲା, ବାପା କହିଲେ ବାବା ଗୋଟେ ପିଲାଟା ପ୍ରତି ଉପକାର କରନ୍ତୁ ଆଉ। କହିଲେ କଣ? ଗୋଟେ ଘରର ସେ ଦିଟା ପୁଅ, ଏଇଟା ବଡ ଭାଇ ସାନ ଭାଇ। ସାନ ଭାଇଟା ଖଟିକି ପରିଶ୍ରମ କରୁଛି। ଇଏ 1.5 ମାସ 2 ମାସ ହେଲାଣି ବେମାର ପଡିକି ରହିଛି, ଘରେ ଚୁଲି ଜଳୁନି ଆଉ। ବାବା ଶୁଣିଲେନି, ସନ୍ଧ୍ୟାବେଳେ କହିଲେ ଯିବା ତା ଘରୁ ଦେଖିବା କଣ ତାକୁ ଜ୍ୱର ଫର ହେଇଛି। ସେ ସନ୍ଧ୍ୟା ବେଳକୁ ଗଲେ। ସନ୍ଧ୍ୟାବେଳେ ଗଲେ କଣ ହେଇଛି ତୋର? ତାକୁ ଉଠେଇ ବସେଇଲେ, ସବୁ ମୁଣ୍ଡିଆ ଫୁଣ୍ଡିଆ ମାରିଲେ, ପଡିଲେ। ବାବାଙ୍କର ତ ସେମିତି ଗୋଟେ ବେଶ ନଥାଏ ଯେ ଆଗେ ସବୁ ବାବାଜୀ ମାନଙ୍କର ଯୋଉ ବେଶ ପୋଷାକ ଥାଏ, ବାବାଜୀଙ୍କର କିଛି ନଥିଲା। ଚମତ୍କାର ବେଶ ପୋଷାକ କିଛି ନଥାଏ। ସେଠୁ ମୁଣ୍ଡିଆ ମାରିଲେ। ତାକୁ କହିଲେ ଆଉଁସା ଆଉଁସି କରିଦେଲେ, ମାନେ 10-15 ମିନିଟ୍ ଭିତରେ ତା ଦେହରୁ ଝାଳ ଫାଳ ବୋହିଗଲା। ସିଏ 7-8 ଦିନ ହେଲାଣି ଖାଉନଥିଲା, ଖାଦ୍ୟ ତା ପାଟିରେ ପଶୁନଥିଲା। ସେ କଣ ଟିକେ ଟିକେ ଖାଇବ, ତାକୁ ବାନ୍ତି କରି ପକେଇବ, ଏମିତି କରୁଥିଲା। ତାପରେ କହିଲେ ମତେ ବହୁତ ଭୋକ ଲାଗୁଛି। ସେଠୁ ଖାଇଲା, ତାପରେ ଭଲ ହେଇଗଲା ଆଉ କଣ। ସେମିତି ସେମାନେ ଚମତ୍କାର କରି ଦେଖାନ୍ତୁ, କିଏ ଗୋଟେ ଯିଏ କହୁଛନ୍ତି ଆମେ ମାଛ ମାଂସ ଖାଇବୁ, ବାବା ଖାଉଥିଲେ ବୋଲି। ସିଏ କେବେ କୋଉଠି କହନ୍ତିନି ଏଇ ରୋଗ ଭଲ, ଏଇ ଯେମିତି ଆଜିକାଲି କହୁଛନ୍ତି ଏ ରୋଗ ଭଲ କରିଦେବି, ସେ ରୋଗ ଭଲ କରିଦେବି, ଏ କଥା ସେ କୋଉଠି କହନ୍ତିନି। ସେ କହନ୍ତି ଇଏ କିଛି ଜାଣିନି। ସିଏ ବାବାକୁ କଣ ସାଙ୍ଗେ ସାଙ୍ଗେ ବାବା ପଳେଇଯିବେ କି, ନା ବାବା ହଁ କରିବେ ସାଙ୍ଗେ ସାଙ୍ଗେ? ନା, ତାଙ୍କର ଯେତେବେଳେ ମନ ହବ। ଏ କଥାଟା ସେ କହିଛନ୍ତି, ଆମ ବାପା ତାଙ୍କୁ କହିଥିବେ ସକାଳୁ କି ତା ପୂର୍ବ ଦିନ କି କେବେ କହିଥିବେ। ତାଙ୍କର ସନ୍ଧ୍ୟାବେଳକୁ ଗୋଟେ ହଠାତ୍ ମୁଣ୍ଡରେ ପଶିଲା, ଚାଲ ଦେଖିବା ସେ ଲୋକଟାକୁ।
ସେମିତି ଗଲେ ତାଙ୍କର ମନ ଯେତେବେଳେ ହବ ସେଇଟା ମହାପୁରୁଷ ମାନେ ସେଭଳି ନା ମୋର କଣ ଏଇଟା କଣ ଗ୍ୟାରେଣ୍ଟି ୱାରେଣ୍ଟି ଗୁଡା ସାଧୁ ସନ୍ଥଙ୍କ ଶବ୍ଦ କି ନା ଏଟା ବେପାରୀ ମାନଙ୍କ ଶବ୍ଦ ନା। ସବୁ ବେପାର ଯାହା କହିଲେ ଠିକ। ଯୋଉ ଦୋକାନକୁ ଆପଣ ଯିବେ ଗ୍ୟାରେଣ୍ଟି ୱାରେଣ୍ଟି ଶବ୍ଦ କୋଉ ମାନଙ୍କର ବେପାରୀ ମାନଙ୍କର। ସବୁ ବେପାରୀ ଠକ ଏମାନଙ୍କର ଆଉ କଣ। ହଁ କିନ୍ତୁ ଏମିତି କରି ଲୋକଙ୍କୁ ଚଳୁଛନ୍ତି ଗୋଟେ ଠକି ଚଳି ଯାଉଛି। ହଁ ଚଳୁଛନ୍ତି। ମୋର ଗୋଟେ ବହୁତ ଇଚ୍ଛା ଥିଲା ଓଡିଶାରେ ରହିବି ବୋଲି ମତେ ଗୋଟେ ଭଲ ଆଶ୍ରମ ଭଲ ସାଧୁସନ୍ଥଙ୍କ ପରିବେଶ ହିଁ ମତେ ମିଳିଲା। ହଁ ନା ଓଡିଶାରେ ସେମିତି ଭଲ ଆଶ୍ରମ କୋଉଠି ନାହିଁ। ଆଉ ସବୁଆଡେ ଦେଖିବେ ପ୍ରବଳ ଅହଙ୍କାର। ଅହଙ୍କାର ସେଟା ଅହଙ୍କାର ତାପରେ ସେମାନେ 4-5 ଯାଉଛନ୍ତି ବି କେତେବେଳେ ତାଙ୍କୁ ପୋଲିସ ଧରିଲାଣି କିଏ କଣ ହେଲାଣି। ହଁ ହଁ ବଳିଆ ବାବା ଦୟା ବାବାଙ୍କର ବଡ ମାନେ ସମାଲୋଚକ ଥିଲା ସେ। ହୁଁ ସେ ତାଙ୍କୁ ତାନ୍ତ୍ରିକ ଫାନ୍ତ୍ରିକ ଅମୁକ ସମୁକ କରି କହେ। ହୁଁ ସିଏ ତ ନିଜେ ତନ୍ତ୍ର ଫନ୍ତ୍ର କଣ କିଛି ଜାଣିନି। ହୁଁ ତମେ ଗୋଟେ କାହାକୁ ଗୋଟେ ଅପମାନିତ କରିବା ପାଇଁ ତାକୁ ଗୋଟେ ତାନ୍ତ୍ରିକ ଆପଣ କହିଦେଇ ପାରିବେ। ହୁଁ ଯାତ୍ରା ପାର୍ଟି ଫାତ୍ରା ପାର୍ଟି ଗୁଡା କଣ ସାଧୁସନ୍ଥଙ୍କ କାମ ସେ କାଇଁ ଏଗୁଡା କରୁଛି। ଏଗୁଡ଼ା ସବୁ ସାଧୁର କାମ ନୁହେଁ। ମତେ ଜଣେ ଆସିକି ଭଦ୍ରଲୋକ କହିଲେ ଯେ ବଳିଆ ବାବା କଣ ପଦ୍ମଭୂଷଣ ନା କଣ ପଦ୍ମ କଣ ଉପାଧି ପାଇଛନ୍ତି। ସିଏ ପଲିଟିକାଲ ଲୋକ ସିଏ ଗୋଟେ ପଲିଟିକାଲ ଲୋକଟା ସିଏ ହେଲା ତା ନା ପଛରେ ଗୋଟେ ଲୋକ ଅଛନ୍ତି। ନା ମୁଁ କହିଲି ତାଙ୍କୁ ଶୁଣନ୍ତୁ ମୁଁ କହିଲି ଯୋଉ ମାନେ କିଏ ଦେଲା ନା ରାଷ୍ଟ୍ରପତି। ନାଇଁ ସିଏ ନୁହେଁ ଶୁଣନ୍ତୁ ତାକୁ ଯୋଉ ପଦ୍ମଶ୍ରୀ ଉପାଧି ମିଳିଲା କଙ୍ଗନା ରାଣାବତ ଯିଏ ଲଙ୍ଗଳା ହେଇକି ସିନେମାରେ ନାଚୁଥିଲା ତାକୁ ବି ସେ ପଦ୍ମଶ୍ରୀ ମିଳିଲା। ହୁଁ ମୁଁ ସେତେବେଳେ ଲେଖିଥିଲି ଯାହା ହଉ ବହୁତ ଦିନ ପରେ ବାବା ତାଙ୍କ ତପସ୍ୟା ବଳରେ କଙ୍ଗନା ରାଣାବତ ସହିତ ସମାନ ହେଲେ। ହଁ ଯିଏ ଲଙ୍ଗଳା ହେଇକି ନାଚୁଥିଲା ଯିଏ ଯୋଉ ଉପାଧିଟା ପାଇଲା ସେଇ ଉପାଧିଟା ତୁ ବି ପାଇଲୁ ଆଉ ସେଇ କଣ ଯୋଉ ଅଛି। ଟିକେ ପାଇଲେ ଆଉ କଣ ଠିକ ବୁଝିଲେ ଏକଜାକ୍ଟ କଥା ଠିକ। ଦରକାର ନାହିଁ ଆପଣ ଦେଖନ୍ତୁ 20 ବର୍ଷ ଲାଗିକି 1999ରୁ 2019 20 ବର୍ଷ ଦୀର୍ଘ 20 ବର୍ଷ ଲାଗିକି ମୁଁ ଗୋଟେ ନୂତନ ଗଣିତ ଆବିଷ୍କାର କଲି। ସେ ଗଣିତ ଟିକି ଆବିଷ୍କାର କଲା ପରେ ଓଡିଶାରେ ବହୁତ ଜାଗାରେ ଯାଇ ସେମିନାର କଲି। ବୁର୍ଲା ୟୁନିଭର୍ସିଟିରେ କଲି ଅନ୍ୟାନ୍ୟ ଜାଗାକୁ ଗଲି ସବୁଆଡେ କୌଣସି ଜାଗାରେ କେହି ନାଲିଗାର ଏପର୍ଯ୍ୟନ୍ତ ମାରି ନାହାନ୍ତି। ଗଭର୍ଣ୍ଣମେଣ୍ଟକୁ ଆପ୍ରୁଭ୍ କରିବା ପାଇଁ ଚାଲିଗଲା ବହୁତ ଦିନ ଗଲା ପରେ ବହୁତ ନାନା ଖାନା ପରେ 2023 ମସିହାରେ ଗଭର୍ଣ୍ଣମେଣ୍ଟ ଆପ୍ରୁଭ୍ କଲା। ସେ ବହି ବି ଏପର୍ଯ୍ୟନ୍ତ ଅଛି ଛପା ହେଇନି କିନ୍ତୁ ମୁଁ ଚାହୁଁନାହିଁ ତାକୁ କୋଉଠି ନେଇକି ପ୍ରଚାର ପ୍ରସାର କରିବା ପାଇଁ ଜିନିଷ ବାହାର କରିଦେଲି ରଖିଦେଲି ଜନଜଗତ ଯଦି ଚାହିଁବ ପ୍ରକୃତ ଏଟା ଉପକାର ତାହେଲେ ଯାଉ ନହେଲେ ନାହିଁ ପଡ଼ିଥାଉ ସେଇଭଳିଆ। କୌଣସି ଉଦ୍ଦେଶ୍ୟ ମୋର ନାହିଁ ମୁଁ ପ୍ରଚାରିକି ପ୍ରସାର କରିବି ବୋଲିକି ଯୋଉ ୟୁଟ୍ୟୁବ କରାହେଇଛି ସେ ୟୁଟ୍ୟୁବରେ କେବଳ ଗୋଟିଏ କଥା ଯେ ଗୁରୁଙ୍କର କୀର୍ତ୍ତି କଣ ଥିଲା ତାର ସତ୍ୟତା କଣ ଆଉ ତାର ବିଜ୍ଞାନ କଣ ବିଜ୍ଞାନ ଦର୍ଶନ ଭିତରେ କଣ ସମନ୍ୱୟ ଅଛି ଏଇଗୁଡା ସବୁ ପ୍ରଚାର କରି ଚାଲିଛି ଆଉ ନାଇଁ କଣ। ମୁଁ ଥରେ ଅନଲାଇନରେ ଖୋଜିଲି ମୁଁ କହିଲି ଦୟାନିଧି ବାବାଙ୍କ ବାବଦରେ କିଛି ଅଛି କି ଦେଖିଲା ବେଳକୁ କୋଉଠି କିଛି ନାହିଁ କେହି କିଛି ପକେଇନାହାନ୍ତି ଏଇଟା ଆପଣଙ୍କର ୟୁଟ୍ୟୁବ ଟା ମିଳିଲା। ହୁଁ ସେଦିନ ଆପଣ ନମ୍ବର ପାଇଥିଲି ଆପଣଙ୍କୁ ଫୋନ କରିଥିଲି ସେତେବେଳେ। ହଉ ଆପଣ କହିଥିଲେ ବାବାଙ୍କ ଜୀବନୀ ଉପରେ କଣ ଲେଖା ଲେଖି କରିଛନ୍ତି ବହିପତ୍ର ବୋଲି। ହଁ ଅଛି ବହି ବହୁତ ବହି ଅଛି ଗୋଟେ 7 ବର୍ଷ ଲାଗି ମହାପୁରୁଷ ଦୟାନିଧି ପରମହଂସ ନାମକ ବହି ଏଟାକୁ ମତେ 7 ବର୍ଷ ଲାଗିଛି ତାକୁ ମାନେ ତଥ୍ୟ ସଂଗ୍ରହ କରିବା ପାଇଁ। କେତେ ପୃଷ୍ଠାର ବହି ସେଟା ହବ? 300-400 ପୃଷ୍ଠା ହବ ଆଉ। ବଡ ବହିଟା ତାହେଲେ। ହଁ ବଡ ତାଙ୍କର ଜୀବନୀ ବା ଟୋଟାଲ ଯେତିକି ଖରସ୍ରୋତା କଳ୍ପରେ ସେ ଲେଖିଥିଲେ ଆଉ ତା ଛଡା ତାଙ୍କ ଏ ଜନ୍ମଭୂମି କି ଯାଇ ବଡ ବଡ ଶିଷ୍ୟ ମାନେ ଯିଏ ବୁଢା ବୁଢୀ ସବୁ ତାଙ୍କ ଜନ୍ମ ସ୍ଥାନରେ ଅଛନ୍ତି ଅନ୍ୟାନ୍ୟ ଯୋଉ ଜାଗାରେ ଅଛନ୍ତି ସମସ୍ତଙ୍କ ଠାରୁ ତଥ୍ୟ ସଂଗ୍ରହ କରିକିରି ଆଉ ତାଙ୍କର ଜାତକ ମଧ୍ୟ ସଂଗ୍ରହ କରିକିରି ମୁଁ ସେଗୁଡା ଜାତକ ସବୁ ପାଇଲେ ହଁ ତାଙ୍କ ଜାତକର ଫଟୋଟା ଆପଣଙ୍କ ପାଖରେ ମିଳିବ କି? ଜାତକ ଅଛି ଜାତକ ଫଟୋ ବା ମୁଁ ରଖିଛି ଆମ ଏଥିରେ ଯୋଉ ମହାପୁରୁଷ ଦୟାନିଧି ପରମହଂସ ବହିରେ ତାଙ୍କର 2ଟା ଜାତକ ନା ଆଚ୍ଛା ଗୋଟେ ଜାତକ ସେ ଜନ୍ମ ହେଲେ ଆଉ ଗୋଟେ ଜାତକ କାୟା ପ୍ରବେଶ କଲେ। ଆଚ୍ଛା ଏଇ 2ଟା ସମୟରେ ଜାତକ ପୁରା ତାର ୱାର୍ଜା କରିକି ଜଣେ ବଡ ପଣ୍ଡିତ ଜ୍ୟୋତିଷ ତାଙ୍କ ପାଖକୁ ନେଇ ସେଥିରୁ ମୁଁ କହିଲି ଡିଟେଲର ମାନେ ଜ୍ୟୋତିଷ ପ୍ରମାଣ ସେଥିରେ ଲେଖିକି ମତେ ସେ ଦିଅ। ଯୋଉ ଜାତକ ବା ଯୋଉଟା ଆପଣ ଲେଖିଛନ୍ତି ଫଟୋଟା ଟିକେ ଖାଲି ସେଇ ଜାତକର ଫଟୋଟା ଟିକେ ପଠେଇବେ କି ମୋ ପାଖକୁ? ହଁ ପଠେଇଦେବି। ହ୍ୱାଟ୍ସଆପରେ ପଠେଇଦେବେ କାଇଣ୍ଡଲି। ହଁ ଏଇଟା ତ ହ୍ୱାଟ୍ସଆପ ନମ୍ବର। ଏଇଥିରେ ହ୍ୱାଟ୍ସଆପ। ହଁ ମୁଁ ପଠେଇଦେବି ଆଉ। ତାଙ୍କର 2ଟା ଯାକ ସେ ଯୋଉଟା ଆପଣ କାୟା ପ୍ରବେଶ ଆଉ ସେଇଟା। ହଁ ସେ ପଠେଇଦେବି।
ଆପଣ ସୁସ୍ଥ ଅଛନ୍ତି ତ? ହଁ ମୁଁ ଆପଣଙ୍କର ମଠରେ କିଏ ଅନ୍ୟ କିଏ ଅଛନ୍ତି ନା ଆପଣ ଏକୁଟିଆ? ଅଛି ଆଉ ବୁଢୀ ମାତା ଜଣେ ଅଛି ଆଉ ଜଣେ ମାତାଜୀ ଅଛି ଆଉ ଗୋଟେ ବ୍ରାହ୍ମଣ ଘର ପିଲାଟେ ଅଛି ଆଉ 4 ଜଣ ଆମେ ରହୁଛୁ। ମୁଁ ଓଡିଶା ଗଲେ ଆପଣଙ୍କ ମଠକୁ ଆସିବି କିନ୍ତୁ ଆପଣ ଆସିବେ ନା ସ୍ୱାଗତମ ଆପଣ। ଏବେ ଚାତୁର୍ମାସ ପରେ ଯାଇକି ଯିବି ଆଉ। ହଁ ଆପଣ ଆସିବେ ଚାତୁର୍ମାସ ଫୋନ ନମ୍ବର ରଖିଥିବେ ମତେ କହିବେ ମୁଁ ରାସ୍ତା କହିଦେବି ପଳେଇ ଆସିବେ ଆଉ ରହିବେ ଦିନେ 2 ଦିନ ରହିକି ଯିବେ। ମୁଁ ଚାହୁଁଛି ଓଡିଶାର ଗୋଟେ କୋଉଠି ରହିବା ପାଇଁ ମତେ ସେ ଭଲ ଜାଗା ମିଳୁନି ଆଉ କଣ କରିବା। ହଁ ଓଡିଶାରେ ସେମିତି ଆପଣଙ୍କ ଚଏସରେ ମଠ ନଥିବ ତାର କାରଣ କଣ ଯୋଉମାନେ ରହିଲେ ସେମାନଙ୍କର ସବୁ ଚିନ୍ତାଧାରା ସବୁ ଅଲଗା। ଆପଣ ଗୋଟିଏ କଥା କରିପାରିବେ ଯୋଉ ଜାଗାରେ କେହି ନଥିବେ ହୁଁ ସେମିତି ଆଶ୍ରମ ବି ମୋ ନଜରରେ ବହୁତ ଜାଗାରେ ଅଛି ଆପଣ ଆଚ୍ଛା ସେଇଠି ଏକୁଟିଆ ରହିକି ରହିପାରିବେ ଯଦି ଜମବାଡି ଭଲ ମନ୍ଦ ଥିବ କି ଖାଇବା ପାଇଁ ଗଣ୍ଡେ ଆପଣଙ୍କୁ ଚିନ୍ତା କରିବାକୁ ଖାଇବା ପିଇବା ପଡିବନି। କୋଉଠୁ ରହିଲେ ମିଳିଯିବ ରହିବା ଜାଗାଟା ଦରକାର ସେଠି ଅନ୍ୟ କେହି ଡିଷ୍ଟର୍ବ କରିବନି। ହୁଁ ସେମିତି ଫାଙ୍କା ଜାଗା ଅଛି ମୋ ନଜର ବି ବହୁତ ଜାଗା ଅଛି ଆପଣ ଆଚ୍ଛା ଯଦି ରହିବେ ଫାଙ୍କା ଜାଗା ରହିପାରିବେ ଏକୁଟିଆ। ହଁ ଆପଣ ନଜରରେ କୋଉଠି ଗୋଟେ ଜାଗାଟା ଦେଖିବେ ତ। ହଁ ହଁ ମୁଁ ଦେଖିବି ଏକୁଟିଆ ରହିପାରିବି ଯଦି ମୁଁ ଅଛି ଏକୁଟିଆ ରହିବା ପାଇଁ ବହୁତ ଜାଗା ଅଛି। ହଁ ଏକୁଟିଆ ରହିଲେ ସେଠି ପୁଣି ଲୋକ ସହଯୋଗ ବାହାରି ପଡିବେନି ମନକୁ ମନ। ଅଟୋମେଟିକ ବାହାରି ପାରିବେ ଆମେ କଣ ଯଦି ଡର ଠିକ ଆମର ଭାଗବତ କହୁନି କପଟ ଜନ୍ମ ଜହି ନାହିଁ ବିଘ୍ନ ପଶିବ ଅବା କାହିଁ ଆମେ ହଁ ଯଦି ବା। ସତ୍ ଚିନ୍ତାଧାରାରେ ଥିବା ଅଟୋମେଟିକ ଲୋକ ଆମ ପାଖକୁ ପହଞ୍ଚିବେ ଅଛି। ତେଣୁ ଲୋକ ମାନଙ୍କର କିଛି ଉପକୃତ ହେଲେ ସେମାନେ ଆସିବେ ସେମାନଙ୍କ ଉପକାର ପାଇଁ ମଧ୍ୟ ଆମ ପାଖରେ ଆମେ ପାଠ ପଢିଛୁ ଆୟୁର୍ବେଦ ସବୁ ମୁଁ ଜାଣିଛି ଲୋକର ମଧ୍ୟ ଉପକାର କରିପାରିବେ। ହଁ ଆଉ ଲୋକଙ୍କର ସେ ଆଧ୍ୟାତ୍ମିକ ଧର୍ମ ବ୍ରହ୍ମଜ୍ଞାନ ଏଗୁଡା ଦରକାର ନାହିଁ ଲୋକଙ୍କର ମୋଟାମୋଟି ତାଙ୍କର ସ୍ୱାର୍ଥ ଦରକାର। କାମନା ଦରକାର। ତେଣୁ ତାଙ୍କର କାମନା ପାଇଁ କିଛି ଆମେ ଜାଣିଛୁ ଯାହା ତାଙ୍କୁ ଉପାୟ ବତେଇଦବା। ହଁ ହଁ କିନ୍ତୁ ମାନେ ଓଡିଶାରେ ରହିବା ପାଇଁ ମୋର ବହୁତ ଇଚ୍ଛା କିନ୍ତୁ କଣ ହୁଁ କରିବା ହୁଁ ଦୁର୍ଭାଗ୍ୟ ଆମର ଆମକୁ ଜାଗା ମିଳିପାରୁନି ଠିକ ଭାବରେ। ହଉ ଠିକ ଅଛି ଆପଣ ଯେବେ ଆସିବେ 15 ଦିନ ମାସେ ଆଗରୁ ମତେ କହିବେ ହୁଁ ମୁଁ ଭଲ ଜାଗାଟେ ସୁଇଟେବଲ ଜାଗାଟେ ଠିକ କରିକି ଆପଣଙ୍କୁ କହିବି। ଆପଣ ଏବେଠାରୁ ନଜର ପକାନ୍ତୁ ମୁଁ ଆସିବି ମାନେ ଏଇ ପୂର୍ଣ୍ଣିମା ଆର ପୂର୍ଣ୍ଣିମାକୁ ମୋର ଚାତୁର୍ମାସ ସରିଯିବ। ହଉ ଆସନ୍ତୁ।